ଇନ୍ଦ୍ରପୁରକ ନାମକ ଗ୍ରାମରେ ଗୋଟିଏ ଛୋଟିଆ ଝିଅ ଥିଲା, ଯାହାର ପରିବାରରେ କିଏ ବି ନଥିଲା। ସେଥିପାଇଁ ସେ ତା ଆଈମା ପାଖରେ ରହୁଥିଲା। ଝିଅଟି ବହୁତ ଚାଲାକି ଓ ସାହସୀ ଥିଲା ଏବଂ ତାକୁ ତା ଆଈମା ବହୁତ ଭଲ ପାଉଥିଲେ। ଗୋଟିଏ ଦିନର କଥା, ଗୌରୀ ଖୁସିରେ କହି କହି ଆସୁଥାଏ, ଆଜି ମୁଁ ପିଠା ଖାଇବି, ଢିଙ୍କା ଚିକା, ଆଜି ମୁଁ ପିଠା ଖାଇବି, ଗୋଟେ ଖାଇବି, ଦିଟା ଖାଇବି, ଆଜି ମୁଁ ପିଠା ଖାଇବି। ଆରେ ଗୌରୀ, କିଏ ଦବ ତତେ ପିଠା? ଆଚ୍ଛା, ତୁ ମତେ ଦବୁନି ପିଠା? କହ। ହଁ, କଣ ପାଇଁ ନାହିଁ? ଚାଲ ଚାଲ ଆମ ଘରକୁ ଚାଲ, ଆଈମା ତମକୁ ବି ଦବ ପିଠା। ଆରେ ନାଇଁ ନାଇଁ ଝିଅ, ମୁଁ ତ ମଜାକ କରୁଥିଲି। ଯା ଯା, ତୋ ଆଈମା ଅପେକ୍ଷା କରିଥିବ। ଯା, ଜଲ୍ଦି ଯା। ହଁ ହଁ ଯାଉଛି। ହଁ, ପିଠା ଖାଇବି, ପିଠା ଖାଇବି, ଘରକୁ ଯାଇ ପିଠା ଖାଇବି, ଗୋଟେ ଖାଇବି, ଦିଟା ଖାଇବି, ଆଜି ମୁଁ ପିଠା ଖାଇବି, ଆଜି ମୁଁ ପିଠା ଖାଇବି, ପିଠା ଖାଇବି, ମୁଁ ପିଠା ଖାଇବି। ହଁ ହଁ ଖାଇବୁ, ନିହାତି ଖାଇବୁ। ସେତେବେଳୁ କୋଉଠି ଥିଲୁ? ମୁଁ କେତେବେଳୁ ପିଠା ନେଇକି ଅପେକ୍ଷା କରିଛି। ଦିଅ ଦିଅ, ଏବେ ଦିଅ ଆଈ। ନେ ଝିଅ, ନେ, ମଜାରେ ଖାଇଦେ। 5ଟା ପିଠା? କଣ କହୁଛ ତମେ? ହଁ ଖାଇଦେ, କେତେ ଖୁସି ହଉଛୁ। ଏମିତି କଣ କହୁଛ ଆଈ? ଏଠି କଣ ଖାଇବି? ନଦୀ କୂଳକୁ ଯିବି, ଆରାମରେ ବସିକି ଖାଇବି। ତାପରେ ସେ ପିଠା ବ୍ୟାଗରେ ନେଇ ନଦୀ କୂଳକୁ ଚାଲିଲା। ଗଲାବେଳେ ସେ ଏମିତି ହିଁ କହୁଥିଲା, ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, 5ଟା ଯାକୁ ଚୋବେଇକି ଖାଇବି, ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, 5ଟାକୁ ଚୋବେଇକି ଖାଇବି। ସେ ବାଟରେ ହିଁ ଗୋଟିଏ ବଡ଼ ବରଗଛ ଥିଲା। ସେ ଗଛରେ ଗୋଟିଏ ବୁଢୀ ଅସୁରୁଣୀ ରହୁଥିଲା। ତାର 5ଟା ସିଂହ ଥିଲା, ଆଉ ସେ ବୁଢୀ ଅସୁରୁଣୀ ତା ସିଂହକୁ ବହୁତ ଭଲ ପାଉଥିଲା। ବୁଢୀ ଅସୁରୁଣୀ ଗୌରୀର ଏମିତି ଗୀତ ଶୁଣୁଥିଲା, ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, 5ଟା ଯାକୁ ଚୋବେଇକି ଖାଇବି। ଆରେ ବାପରେ, ଶୁଣ ତ ଇଏ କଣ କହୁଛି। ଆରେ ବାପରେ, ଇଏ ତ ମୋ ସିଂହକୁ ଖାଇବ ବୋଲି କହୁଛି। ଆରେ ବାପରେ, ଇଏ ତ ମୋ 5ଟି ସିଂହକୁ ଖାଇଯିବ। ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଛି। ଯାଉଛି, ସେ ହାଣ୍ଡିଟାକୁ ତାକୁ ଦେଇଦେବି। କିଏ ଜାଣେ ସେ ମୋ ସିଂହକୁ ଆଉ ଖାଇବନି। ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, 5ଟି ଯାକୁ ଚୋବେଇକି ଖାଇବି। ଗୌରୀ ଯେତେବେଳେ ଗଛ ତଳକୁ ଯାଇଛି, ଅସୁରୁଣୀ ତଳକୁ ଆସିଲା। ପ୍ରଣାମ ମାଲିକ। ଆରେ ବାପରେ, ଇଏ କିଏ? କେତେ ବଡ଼ ବଡ଼ ସିଂହ! ଆରେ ବାପରେ, ଇଏ ଆଉ ଭୂତ ନାହିଁ ତ? ଏବେ ମୁଁ କଣ କରିବି? ଇଏ ଯଦି ମତେ ଖାଇଯିବ? ମାଲିକ, ତୁମେ ଏ ହାଣ୍ଡି ନିଅ, ଆଉ ମତେ ଛାଡ଼ି ଦିଅ। ମତେ ଚୋବେଇକି ଖାଓନି। ୟାକୁ ଖାଇବିନି? ଓ, ଇଏ ମତେ ଡରୁଛି ତାହେଲେ। ହାଣ୍ଡି ନେଇ କଣ କରିବି? ମୋ ପାଖରେ ଏମିତିକା ବହୁତ ହାଣ୍ଡି ଅଛି। ଆରେ ମାଲିକ, ଇଏ ଏମିତି ସେମିତି ହାଣ୍ଡି ନୁହଁ। ତୁମକୁ ଯେବେ ଯାହା ଖାଇବାକୁ ଇଚ୍ଛା ହବ, ଏ ହାଣ୍ଡି ତୁମକୁ ଦେଇଦବ। ଗୋଟିଏ ଥର ମାଗିକି ତ ଦେଖ। ଆଚ୍ଛା, ଏମିତି କି? ଯଦି ମୋର କିଛି ହୁଏ ତାହେଲେ ସତରେ ଖାଇଯିବି ତତେ। ହଁ, ତ ମତେ କ୍ଷୀରି ଖାଇବାର ଅଛି। ଆରେ, ଏ ହାଣ୍ଡି ତ ସତରେ ଯାଦୁ ଜାଣିଛି। ହଉ ଠିକ ଅଛି, ଛାଡ଼ିଦେଲି ତତେ ଅସୁରୁଣୀ ବୁଢୀ। ଚାଲ ଭାଇ, ଆଜି ଜୀବନ ବଞ୍ଚିଗଲା। ତାପରେ ଗୌରୀ ସେ ହାଣ୍ଡି ନେଇ ଚାଲିଗଲା। ଯିବା ବାଟରେ, ଆରେ ବହୁତ ଦୂର ଅଛି। ଏତେ ଖରାରେ ଘରକୁ କେମିତି ଯିବି? ହଁ, ପାଖରେ ତ କାକାଙ୍କ ଘର। ସେଠାକୁ ଚାଲି ଯାଉଛି, ସନ୍ଧ୍ୟାକୁ ଘରକୁ ଚାଲିଯିବି। ତାପରେ ସେ ତା କାକା ଘରକୁ ଗଲା। କାକା, କାକି, ଘରେ ଅଛ କି? ଆରେ ଗୌରୀ ଝିଅ, ତୁ ଏତେ ଖରାରେ ହାଣ୍ଡି ନେଇ କୋଉଠୁ ଆସୁଛୁ? ଏଟା ଏମିତି ସେମିତି ହାଣ୍ଡି ନାହିଁ, ଏଟା ଚମତ୍କାର ହାଣ୍ଡି। ଆଚ୍ଛା, ଏମିତି କଥା। ଘରକୁ ଆ, ମୁଁ ବି ଟିକେ ଦେଖିବି ଏ ହାଣ୍ଡି କେମିତି କାମ କରୁଛି।
ତୁମେ ଯାହା ବି ମାଗିବ ମୁଁ ଏହା ଭିତରୁ ବାହାର କରିକି ଦେଇପାରିବି। ମୁଁ ରସଗୋଲା ଖାଇବି। ହାଣ୍ଡି ହାଣ୍ଡି ଦିଅ ତ ବହୁତ ସାରା ରସଗୋଲା। ଏ ହାଣ୍ଡି ତ ସତରେ ଚମତ୍କାରୀ। ଯାଉଛି ୟାକୁ ମିଛ କହିକି ହାଣ୍ଡିକୁ ଚୋରେଇ ଦେବି। ହଉ ତୁ ପାଣି ପିଇ ଖଟରେ ଟିକେ ଆରାମ କରେ। ଖରାରେ ତ ପୁରା କଳା ପଡି ଯାଇଛୁ। ତାପରେ ତା କାକା ତା ହାଣ୍ଡି ବଦଳାଇ ଦିଏ। କିଛି ସମୟ ପରେ ଗୌରୀ ଶୋଇକି ଉଠେ। ବହୁତ ଡେରି ହୋଇଗଲାଣି, ଏବେ ମତେ ଘରକୁ ଯିବାକୁ ପଡିବ। ଆଈମା ମୁଁ ଚିନ୍ତା କରିବଣି। ଆସୁଛି କାକା। ପୁଣି ଆସିବୁ ଗୌରୀ। ତାପରେ ଗୌରୀ ତା ଘରକୁ ଚାଲିଗଲା। ସକାଳରୁ ମଧ୍ୟାହ୍ନରୁ ଖରାବେଳ ହେଲାଣି। କୁଆଡେ ଗଲା ଏ ଝିଅଟା? ଆଜି ଆସିବ ତ ବହୁତ ଗାଳି ଦେବି ତାକୁ। ଆଈମା ଆଈମା କୋଉଠି ଥିଲୁ ତୁ ଏତେ ସମୟ ଧରି? ପିଠା ଖାଇବାକୁ ଏତେ ସମୟ ଲାଗିଲା? ମତେ କେତେ ଚିନ୍ତା ହଉଥିଲା ତୋର। ରାଗନି ଆଈମା, ଦେଖ ତମ ପାଇଁ ଗୋଟେ ଚମତ୍କାରୀ ହାଣ୍ଡି ଆଣିଛି। କଣ ଖାଇବ ଆଈମା କୁହ? ରସଗୋଲା ଖାଇବ ନା ଗୋଲାପ ଜାମୁନ ଖାଇବ? ରୁହ ଏବେ ବାହାର କରୁଛି। ଆସିଯା ମୋର ରସଗୋଲା, ଆସିଯା ମୋର ଗୋଲାପ ଜାମୁନ, ଆସିଯା ମୋର ରସଗୋଲା ଆଉ ଗୋଲାପ ଜାମୁନ। ଏବେ ତ ଆସିଯା ନା। ଇଏ କଣ କିଛି ବାହାରକୁ କଣ ପାଇଁ ଆସୁନି? କେମିତି ବାହାରିବ? ମୁଁ କେବେ ବି ଶୁଣିନି କି ହାଣ୍ଡିରୁ ଏମିତି ଖାଇବା ବାହାରୁଛି ବୋଲି। ତ ଭୋଲା ଭାଲା ଚେହେରା ଦେଖି କିଏ ଠକି ଦେଇଛି। ମତେ ଲାଗୁଛି ତୋର କେବେ ବି ବୁଦ୍ଧି ହବନି ଝିଅ। ହେଲେ ଏମିତି କେମିତି ହେଲା? ଏହା ପୂର୍ବରୁ ତ ବହୁତ ବଢିଆ କ୍ଷୀରି ବାହାର କରିଥିଲା ଆଉ କାକା ଘରେ ମିଠା ବାହାର କରିଥିଲା। ଏବେ ୟାକୁ କଣ ହେଲା? ଓ ଆଚ୍ଛା, ଏ ସବୁ ସେ ଅସୁରୁଣୀ ବୁଢୀର ଚାଲ। ମୁଁ କାଲି ସକାଳୁ ହିଁ ସେ ବରଗଛ ପାଖକୁ ଯିବି। ତାପର ଦିନ ସକାଳୁ ହିଁ ଗୌରୀ ବାହାରି ପଡିଲା। ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, ପାଞ୍ଚଟାକୁ ଚୋବେଇକି ଖାଇବି। ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, ପାଞ୍ଚଟାକୁ ଚୋବେଇକି ଖାଇବି। ଆରେ ବାପରେ, ଆଜି ପୁଣି ଆସିଗଲାଣି ଇଏ। ହାଣ୍ଡି ଦେଲି, ହେଲେ ସେ ହାଣ୍ଡିରେ ତ ଇଏ ବୁଝିଲାନି। ଚାଲ ଦେଖିବା। ମତେ ଖାଓନି ମାଲିକ, ଦୟାକରି ତୁମେ ଏ ଛେଳିକୁ ନେଇଯାଅ। ଆଗରୁ ବି ତୁ ମତେ ଠକିଛୁ, ଆଜି ଏ ଛେଳି ଦେଇ ପୁଣି ଠକିବୁ? ଆରେ ନାହିଁ ନାହିଁ, ଇଏ ଏମିତି ସେମିତି ଛେଳି ନାହିଁ। ୟା ଆଗରେ ଯଦି ଛେଳି ପରି ମେ 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 କଲେ ଇଏ ସୁନା ମୁଦ୍ରା ପାଟିରୁ ବାହାର କରିବ। ଆଚ୍ଛା ଏମିତି କାକି? ହଉ ଦେଖେଇଲୁ। ମେ ମେ ମେ। ଆରେ ୱାହ, ଇଏ ତ ବହୁତ ବଢିଆ। ହଉ ତତେ ଆଉ ଖାଇବିନି, ଯା। ସେ ପୁଣି ସେଇ ବାଟରେ ଗଲା ଯୋଉ ବାଟରେ ତା କାକା ଘର ଅଛି। ସେ ଗଲା ବେଳେ ତା କାକି ତାକୁ ଡାକ ଛାଡିଲା। ଗୌରୀ ଗୌରୀ, କୁଆଡେ ଯାଉଛୁ? ଘରକୁ ଯାଉଛି କାକି। କାକା ଘରେ ନାହାନ୍ତି କି? ଅଛନ୍ତି। ଏତେ ଖରାରେ ଯାଉଛୁ, ଘରକୁ ଆସିଲୁ। କାକା କାଲି ହାଣ୍ଡି ଦେଖେଇଥିଲି, ଆଜି ଏ ଛେଳିକୁ ଦେଖ। ୟାକୁ ଛେଳି ପରି ମେ 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 କହିଲେ ୟା ପାଟିରୁ ସୁନା ମୁଦ୍ରା ପଡୁଛି। ଯା, ମୁଁ ଏସବୁ କଥାକୁ ମାନୁନି। ଆଚ୍ଛା ତ ଦେଖ। ଇଏ ତ କମାଲ ହୋଇଗଲା। ମତେ କେମିତି ବି କରି ଏ ଛେଳିକୁ ନବାକୁ ପଡିବ। ହଉ ତୁ ଟିକେ ଆରାମ କରେ, ତାପରେ ଘରକୁ ଯିବୁ। ହଁ ହଁ କାକା। ହଉ ମୁଁ ତୋ ପାଇଁ ନିଜ ହାତରେ ସରବତ ବନେଇକି ଆଣୁଛି। ରୁହ, ମୁଁ ବନେଇ ଦଉଛି ସରବତ। ନାହିଁ ନାହିଁ, ମୁଁ ଆଣୁଛି। ତୁମେ ଗୌରୀ ପାଖରେ ରୁହ। ଏ ଛେଳିକୁ ଆଈମାକୁ ଦେଖେଇନି ଯେ ମନକୁ ଶାନ୍ତି ଲାଗୁନି। ଏ ନେ ଗୌରୀ, ପିଇ ଦେ। ଖରାରେ ଥକି ଯାଇଛୁ। ସରବତରେ ତ ନିଦର ଔଷଧ ମିଶିଛି। ପିଇବ ଆଉ ଶୋଇଯିବ। ତାପରେ ଓ କି ଶାନ୍ତି। ଓ ଏତେ ନିଦ କଣ ପାଇଁ ଆସୁଛି? ନିଦ ଆସୁଛି ତ ଟିକେ ଶୋଇଯା ମା, ଆରାମରେ ଶୋଇଯା। ସେ ସରବତ ପିଇକି ଶୋଇଗଲା। ତାପରେ ଶୁଣ,
ଲାଗୁଛି ଗୌରୀ ଶୋଇଗଲା। ଚାଲ ଏବେ ସେ ଛେଳିକୁ ଆମେ ନେଇଯିବା, ଆଉ ଆଉ ଗୋଟେ ଛେଳି ରଖିଦବା। ଆରେ ଏମିତି କଲେ ଭଲ ନାହିଁ। ତୁମେ ତ ଆଗରୁ ଗୋଟିଏ ହାଣ୍ଡି ରଖିଛ ତାର। ତୁ ଚୁପ୍ କରେ, ଆଉ ମତେ କରିବାକୁ ଦେ। ଆରେ ଆରେ ଏତେ ସମୟ ଶୋଇଗଲି। ହଉ କିଛି ନାହିଁ, ଚାଲ ଘରକୁ ଯିବା। ଗୌରୀ ଉଠିକି ଘରକୁ ଚାଲିଲା। ଆଇ ମା, ଆଜି ଦେଖ ତ ମୁଁ କଣ ଆଣିଛି। କଣ ଆଣିଛୁ ତୁ? ଗୋଟେ ଛେଳି? ହଁ ଆଇ, ଛେଳି। ମୁଁ ଜାଣିଛି କାଲିର ହାଣ୍ଡି କଥାରେ ତୁମେ ରାଗିଛ, ହେଲେ ଆଜି ଏ ଛେଳିର ଚମତ୍କାରକୁ ଦେଖିଲେ ନା ତୁମେ ଖୁସିରେ ନାଚିବାକୁ ଲାଗିବ। କାଇଁ ଦେଖା, କଣ ଚମତ୍କାର? ଦେଖ, ମୁଁ ମେ 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 କହିଲେ ଛେଳି ପାଟିରୁ ସୁନା ମୁଦ୍ରା ପଡିବ। ଇଏ କି ବେକାର କଥା କହୁଛୁ ତୁ? ବେକାର କଥା, ବେକାର କଥା। ଦେଖ, ମେ ମେ ମେ। ଇଏ କଣ କିଛି ହଉନି? ଇଏ କଣ ପଡୁନି କିଛି? ହଉ, ମେ ମେ ମେ। ସୁନା ମୁଦ୍ରା ପକା, ସୁନା ମୁଦ୍ରା ପକା ନା। କେମିତିକା ଛେଳି ତୁ? ବେକାର ଛେଳି। ଗୋଟେ ଥର ସୁନା ମୁଦ୍ରା ପକା। ଆଚ୍ଛା, ଏମିତି ଚମତ୍କାର? କାଲି ଗୋଟେ ହାଣ୍ଡି, ଆଜି ଗୋଟେ ଛେଳି। ଆରେ ଛେଳି ପାଟିରୁ କେବେ ସୁନା ମୁଦ୍ରା ପଡିଛି ଯେ ଆଜି ପଡିବ? ଛି ଛି, ତୁ ତ ପୁରା ପାଗେଳି ହେଇଗଲୁଣୁ। ତାପରେ ଗୌରୀ ରାଗିକି ସେ ବରଗଛ ପାଖକୁ ଗଲା। ରହ ଅସୁରୁଣୀ ବୁଢୀ, ବାରମ୍ବାର ମତେ ଉଲ୍ଲା ବନେଇଲୁ। ଆଜି ମୁଁ ତତେ ଆଉ ଛାଡିବିନି। ଗୋଟାକୁ ଖାଇବି, ଦୁଇଟାକୁ ଖାଇବି, ପାଞ୍ଚଟାକୁ ଚୋବେଇକି ଖାଇବି। ଆଜି ତତେ ଛାଡିବିନି ବୁଢୀ। ଆରେ ଝିଅ, ମୁଁ ତତେ ଉଲ୍ଲା କେମିତି ବନେଇଲି କହ? ହଁ, ତୁମର ଗୋଟିଏ ବି ଜିନିଷ ଚମତ୍କାରୀ ନାହିଁ। ମାଲିକ, ତୁମେ କଣ ସିଧା ଘରକୁ ଯାଉଛ ନା ଆଉ କୁଆଡେ ଯାଉଛ? ନା, ମୁଁ ପ୍ରଥମେ ମୋ କାକା ଘରକୁ ଯାଇଥିଲି, ତାପରେ ମୋ ଘରକୁ ଯାଇଥିଲି। ହଁ, ଏବେ ମୁଁ ବୁଝିଗଲି। ମୋ ହାଣ୍ଡି ଆଉ ଛେଳିର କିଛି ଭୁଲ ନାହିଁ। କେମିତି? ତୁମେ ଯେବେ ଶୋଉଥିଲ, ତୁମ କାକା ହାଣ୍ଡି ଓ ଛେଳି ବଦଳାଇ ଦେଇଛନ୍ତି, ମାନେ ଚୋରି କରିଛନ୍ତି। ତ ଏବେ ମୁଁ କଣ କରିବି? ଏ ଠେଙ୍ଗା ତୁମର ଛେଳି ଓ ହାଣ୍ଡି ସବୁ ଫେରାଇ ଦବ। ତୁମେ ତୁମ କାକା ଘରକୁ ଯାଇ କହିବ, ଠେଙ୍ଗା ମାର, ତ ଠେଙ୍ଗା ଆପେ ଆପେ ମାରିବାକୁ ଲାଗିବ। ଠେଙ୍ଗା ତାକୁ ଏମିତି ମାରିବ ଯେ ସେ ପୁରା ସୁଧୁରି ଯିବ। ଏଟା ନେଲେ ତୁମ କାମ ହୋଇଯିବ। କାକା କାକା, ବାହାରକୁ ଆସ, ମୋ ଠେଙ୍ଗାର ଖେଳ ଦେଖିବ। ଆରେ ଗୌରୀ, ତୁ ଦେଖା କେମିତିକା ଖେଳ। ଠେଙ୍ଗା ମାର। ତାପରେ ଠେଙ୍ଗା ଯାଇ କାକାକୁ ଧୁମ୍ ମାରିଲା। ଆରେ ଭୁଲ ହେଇଗଲା, ଛାଡିଦେ ମତେ ରେ, ଛାଡିଦେ। ପ୍ରଥମେ ମୋ ହାଣ୍ଡି ଛେଳି ଦିଅ, ତାପରେ ବନ୍ଦ କରିବି। ଦଉଛି ଦଉଛି, ଇଏ ନେ ଗୌରୀ, ଇଏ ନେ ତୋ ହାଣ୍ଡି ଓ ଛେଳି। ତାପରେ ସେ ଖୁସିରେ ଘରକୁ ଗଲା। ହାଣ୍ଡିରୁ ରସଗୋଲା ବାହାରି ଯା। ନାଇଁ, ଥାଉ ଥାଉ, କିଏ ଜାଣେ ଆଜି କିଏ ଠକିଥିବ। ଦେଖ ଆଇମା, ଦେଖ। ଇଏ କଣ? ଇଏ ସପନ ନା ସତ? ଇଏ ସତ, ଇଏ ସବୁ ସତ। ଆଜିଠୁ ଆମର କୋଉ ଖାଇବାରେ କମି ହବନି। ଇଏ ଦେଖ, ମେ ମେ ମେ। ଆରେ ବାପ ରେ, ଏତେ ସାରା ସୁନା ମୁଦ୍ରା! ଆରେ ବାପ ରେ! ତାପରେ ସେମାନେ ବହୁତ ଧନୀ ହୋଇଗଲେ।